ଆଚ୍ଛା ସିପୁନ ଭାଇ କଣ ଗୋଟେ ଲେଡିଜ ଜଣେ ଥିଲା 60-70 କିଲୋ ଥିଲା କଣ ଗୋଟେ ଖାଇ ଖୁଆଇକିନା 40-50 କିଲୋ ହେଇଯାଇଛି। ମୁଁ ଏଠି ଗୋଟେ ତମକୁ କଥା କହିବା ପାଇଁ ଚାହିଁବି, କୌଣସି ଜିନିଷ ଖାଇକି ସର୍ଟ ଟର୍ମ ହିସାବରେ ଆପଣ ୱେଟ୍ ଲସ୍ କରିବେ କି କୌଣସି ଡିଜିଜକୁ ଭଲ କରିଦେବେ ବହୁତ ଜଲ୍ଦି। ଆପଣ ଚାହିଁବେ ଯେ ମୋର ୱେଟ୍ ଅଛି 80 ଆଉ ଗୋଟେ କଣ ଗୋଟେ ଖାଇଦେବି ମୋର ୱେଟ୍ଟା ସାଙ୍ଗେ ସାଙ୍ଗେ କମିକି 50 ହେଇଯିବ 2 ମାସ ଭିତରେ, ଏତିକି କେଜି ଲସ୍ କରିଦେଲି। ବଟ୍ ସେଟା ଆକ୍ଚୁଆଲି ପ୍ରୋସେସ୍ ନୁହଁ। ଆମ ବଡି ଯେମିତି ନେଚୁରାଲ ତରିକାରେ ତିଆରି ହେଇଛି ସେମିତି ନେଚୁରାଲ ତରିକାରେ ଆପଣ ସଦାବେଳେ ଚେଷ୍ଟା କରନ୍ତୁ କିନ୍ତୁ ୱେଟ୍କୁ କମେଇବା ପାଇଁ। ନେଚୁରାଲ ତରିକା କଣ? ଭଲ ଖାଦ୍ୟ ଖାଇବେ, ଘର ଖାଦ୍ୟ ଖାଇବେ, ଫ୍ରୁଟ୍ସ ଖାଇବେ, ଭେଜିଟେବୁଲ ଖାଇବେ, ନଟ୍ସ ଖାଇବେ। ଆଉ ଆପଣ ସେଇ ସବୁ ପ୍ରଡକ୍ଟ ଖାଇବେ, କହିବେ ଏଟା ତ ଖାଉଛି ଗୋଟେ ଫାଷ୍ଟ ଫୁଡ୍ ହେଇଯାଉ, ଇଆଡେ ସିଆଡେ ହେଇଯାଉ, ଏମିତି ଖାଇକି କମେଇବାଟା ବିଲକୁଲ ବି ମୋ ପକ୍ଷରେ ଭଲ ନୁହଁ, ହିତକର ନୁହଁ। ତେଣୁ ଯେତେ ଆପଣ ଚାହୁଁଛନ୍ତି 5 ମାସ ଲାଗୁ ବର୍ଷେ ଲାଗୁ କଣ ଅସୁବିଧା, କିନ୍ତୁ ଯେତେବେଳେ ଆପଣଙ୍କ ବଡି ଗୋଟେ ନେଚୁରାଲ ତରିକାରେ ୱେଟ୍ ଲସ୍ କରିବ ନା ସେଟା ଆପଣଙ୍କ ପେସେଣ୍ଟ